ନିଜେ ଇଏ କରେ ଷ୍ଟ୍ରଗଲ କରେ ତାପରେ ଏଇ 2 ଜଣଙ୍କୁ କେମିତି ମଣିଷ ତାପରେ ଏଇ 2ଟା ବଡ ମଣିଷ ହେଇଗଲେ ବିଜନେସ ହଉ କିମ୍ବା ବଡଟାକୁ ତାକୁ ଦୋକାନ ଫୋକାନ ଦେଇ ବସେଇବ ତାକୁ ଠିକ ଆଉ ନହେଲେ ସେ କାମ ଫାମ କରିବନି କିଛି ଆଉ ଇଆ ଚିନ୍ତା ତ ଛାଡ ଆଉ ମୁଁ କହିଲି ତୁମର ଯାହାବି A to Z ଅସୁବିଧା ମାନେ ଫାଇନାନ୍ସିଆଲ ହଉ ଯୋଉଟାରେ ମତେ କହିବେ ମୁଁ ଏଇ ଗୋଟେ କହିଲା ମୁଁ ଗୋଟେ ସମାଧାନ କରୁଛି ମୁଁ ଦେଖିଲି ତୁମର ଏଟା ନାହିଁ ସେଟା ନାହିଁ ମୁଁ ତୁମେ କହିଲେ କି ମୁଁ ପୁଣି ଡେଲି କରୁଛି ନା ନାହିଁ ମତେ ନିଜେ ରହି କହିବ ଏଇଟା ମୋ ଦରକାର ବାସ ଚାଲ ନେଇ ଆସିବ ନହେଲେ ପଇସା ନେଇ ନେଇ ଆସିବ। ମୁଁ କହିବି ନା ସାର୍ ଦେଖନ୍ତୁ ସାର୍ ଜାଣିଲେ ହଁ କହିଲେ ମୁଁ ସେମିତି କହିବି ସାର୍ କହିବା ମୋର ପଇସା ପତ୍ର ମୋ ସହିତ ମିଶିଲା ପରେ ଜାଣିପାରିବୁ ସାର୍ କଣ ଆଉ ତୁ କଣ ମିନି ବୋଲି ଗୋଟେ ଝିଅ ଥିଲା ମାନେ ମୁଁ କହିଥିଲା କଣ ଅଫିସରେ ବସି ତା ବିଷୟରେ କହିଦେବି ମାନେ ତା ପାଇଁ କଣ ନ କରିଥିଲି କୋଉଠି ଯାଇ ପହଞ୍ଚିଛି ମୁଁ କହୁଥିଲି ତାକୁ ବାହା କରେଇଲି ସବୁ କଲି ସେ ବାହା ହେଇ ପାରିନଥିଲା ଗୋଟେ ଡଷ୍ଟବିନ୍ ୟୁଜ ଆଣ୍ଡ ଥ୍ରୋ ହେଇଯାଇଥିଲା ତା ଦିଟା ଭିଣୀ ତାକୁ ମାନେ କରି ଜେରବାର କରିଦେଇଥିଲା ଆଉ ଗୋଟେ ଟିଉସନ ମାଷ୍ଟର 3 ଜଣ ଆଗେ ଟିଉସନ ମାଷ୍ଟର ଷଷ୍ଠ ଶ୍ରେଣୀରୁ ଆରମ୍ଭ କଲା କରିବା ବୁଝିଲା ଏମିତି ସେ ଟିଉସନ ମାଷ୍ଟର ଇଆ ପାଇଁ ପାଗଳ ତା ସ୍ତ୍ରୀ ବାଡାବାଡି ଆଉ ଇଏ ଯୋଉ 2 ଭିଣେଇ ଇଏ ଗୋଟେ ଭିଣେଇ କରିବ ତ ଆଉ ଗୋଟେ ଭିଣେଇ କରିବ ତା ଯୋଉ ଭଉଣୀର ଦିଅର 2ଟା ତାଙ୍କୁ ଏମିତି ଲାଗିଲା ଝଗଡା ତୁ ମୁଁ ଭାବିବି ସେ ମୁଁ ଭାବିବି ଲାଷ୍ଟକୁ ଏମିତି ହେଲା କେହି ବାହି ପାଇଲେନି ଲାଷ୍ଟକୁ ଆଉ ଜଣେ ତାର ନେଇଗଲା ସେଇ ଟାଇପର ମତେ ସେ ସବୁ ଡିଟେଲ କହିଥିଲା ସବୁ ତାଙ୍କ ଘର ସବୁ କହିଥିଲା ମୁଁ ଦେଖିନି ତାଙ୍କ ଘରକୁ ଯାଇଛି ସବୁ ଦେଖିଲି ମୁଁ ନା ଇଏ ପାରିବେନି ମୁଁ କହିଲା ଆପଣ ଇଏ କରିବେ ଯାହା କରିବେ ଆପଣ ସବୁ କରିବେ ସେ ମୋ ଉପରେ ତାଙ୍କ ଘର ଆସିବ ଛାଡିଦେଲେ। କୋଉଠି ମ୍ୟାରେଜ କରିଛନ୍ତି? ଭଣ୍ଡାରପୁର ବାହା କଲା। ଲଭ୍ ମ୍ୟାରେଜ ନା ଲଭ୍ ଆରେଞ୍ଜ ମୁଁ କରିଥିଲି କିନ୍ତୁ ତାପରେ ଭିତରେ ଟିକେ ଲଭ୍ ହେଇଗଲା ଲଭ୍ କେତେବେଳେ ହେଇଗଲା ମୁଁ ନଥିଲି ଅଫିସରେ ସେ ପିଲା ଆସିକି ସେକ୍ସୁଆଲି କାମ କରିଛି ମୁଁ ନଥିଲି କରିଛି ଯଦି ଇଏ ସେଠି କହିଛି ଯଦି ମତେ କରୁଛ ତାହେଲେ ମତେ ବାହା ହବ ସେ ରାଜି ହେଇଯାଇଛି ଆଉ କଣ ସେ ବାହା ହେଇଛି ଆଉ ଯୋଉଠି ଇଏ ହେଇଛି କଣ ମାନେ ଡିମାଣ୍ଡ ଟା ବନ୍ଦ ହେଇଗଲା ପଇସାଟା ଆଉ ସବୁ ଜିନିଷ ମୁଁ ଦେଲି ସୁନା ଗହଣା ମାନେ ପଣସ ସବୁ ଦେଲି ଯୋଉ 60,000 ଟା ମାଗିଥିଲା ଆଉ ସେଠି ବନ୍ଦ ହେଇଗଲା ହଠାତ୍ ସାଙ୍କଠୁ ମୋ ଆଇଲା ଫୋନ ଯେ ହଁ ପଣ୍ଡା ବାବୁ ସେଠି ବାହା ହେବେ ଆପଣ ଟିକେ ଦେଖନ୍ତୁ ବୁଝାବୁଝି କରନ୍ତୁ ମୁଁ ନା ଏଇନା କରି ନା ସେ ପଣ୍ଡା ବାବୁ ରାଜି ଡିମାଣ୍ଡ କିଛି ନାହିଁ ବିନା ଡିମାଣ୍ଡ ବାହାଘର ହବ ସେଇଟା ମୁଁ ଦେଖ ଏଠି ମୋ ପିଲା ଏଠି ଥିଲେ ସାଇଡରେ ସେ ପିଲା 2ଟା ଭଡା ନେଇକି ରହୁଥିଲେ ସେ ଦେଖିଲେ ସେ ଦୀପରେ ଆସିଥିଲା ସେ କଡ କିଣି 2 ଜଣ ଶୋଇଥିଲେ ସେ କରାକରି କରିଛନ୍ତି ତାପରେ ସେ ହେଇଛି ତାପର ଦିନ ସନ୍ଧ୍ୟାବେଳେ ମୁତି ଗଲା ଫୋନ ଆଉ ପୁରା ଠିକ ଅଛି ଆଉ କନ୍ୟାଦାନ କରିଦେଲେ ଆଉ ହଁ ସେଠି ମୋର କରିଦେଲି ବାହାର କରିଦେଲି ଆଉ ତା ଭଉଣୀ ମତେ କହିଲେ ଆପଣ ଚାହିଁଲେ ସେ ବାହା ହବ ନ ଚାହିଁଲେ ଆପଣ ଚାହିଁଲେ ସେଠି ତା ଦିଅରକୁ ବାହା ହବ ଯଦି ମୁଁ ନ ଚାହିଁବି ସେ ବାହା ହବନି ତାକୁ ଇଆଡେ ବାହା ହବ ଆଉ ତା ବାହାଘର ଦିନ ତା ବଡ ବାପାକୁ ଦେଖ ତା ପେଟରେ ଛୁଆ ପିଲା ଥିବ ଦେଖି ଯାଇକି ଚେକ୍ କରିକି ତାକୁ ବାହା କରିବ ଏମିତି ବଡ ବାପାକୁ କହୁଥିଲା ତା ବାହାଘର ତା ବଡ ବାପା ରହିଲା କି ତା ବଡ ବାପା ରହିଲାନି ମାନେ ଏତେ ଇଏ ହେଇଗଲା ସେ ଯୋଉ ତାହେଲେ କହନ୍ତି ଯୋଉ ପଣ୍ଡା ମାନେ ସେଦିନ ମୁଁ ଏଇଠି ଆସିଥିଲା ଅଫିସରେ ଆସିଥିଲା ଭୋଜି ଦିନ ଏଟା ଯୋଉ ପଣ୍ଡା ତୁ ଗୋଟେ ବ୍ରାହ୍ମଣ ଛୁଆ ଆଉ ତୁ କଣ କରୁଛୁ ମାନେ ଶୁଣିକି ଆସୁଛି ନା କଣ ମୁଁ କହ ତୁ ତା ସାଙ୍ଗେ ନାଇଁ ମୁଁ ତା ସାଙ୍ଗେ ମିଶୁଛି ତ ଭଲ ଲାଗୁଛି ନା ହଁ ତୋର ବୟସ ଅଛି ବିଧବା ଅଛି ଠିକ ତୋର ବୟସ ଅଛି ତୁ ମିଶିବାକୁ ଚାହୁଁଛୁ ତୁ ମ୍ୟାରେଜ କରି ଯାଉନୁ ଆଉ ତୋର ଇଚ୍ଛା ମ୍ୟାରେଜ କର ନା ସାର୍ ମୁଁ କାହା ସହ ମିଶୁନାହିଁ ମୁଁ ଆପଣଙ୍କୁ ସେଦିନ କହିଥିଲି ଆପଣଙ୍କୁ ଛୁଇଁ କହିଲେ ମୁଁ ସେମିତି ଖରାପ କାମ କରିବି ନାହିଁ ମୋ ପୁଅ ନିୟମ କହିଥିଲି ମୁଁ ଠିକ ଅଛି ନିଆଁ ଧୂଆଁ କାଇଁ ବାହାରୁଛି ତତେ ଖାଇବା ପିଇବା ଦବା ତୋ ଶୋଇବା ଇଏ କରିବା ସେ କରିବା ସୁନା ଦିନେ ଯାଏ ମୁଁ ଯାଇଥିଲେ ରାତି 1-2ଟା ବେଳେ ଫୋନ କରିଥିଲେ କଣ କହିଲେ ତା ଦେହ ପା ଭଲ ନଥିଲା ଯାଇକି ମୋ କତିରେ ଶୋଇକି ଆଇଲେ ହଉ ଠିକ ଅଛି ଗୋଟେ ଦିନ ଶୋଇଲା ତାପରେ ନା ମୋ କତିରେ ଯାଉନଥିଲା ସେ ଶୋଇ କଣ କଲା ନା ସେ କିଛି ମୋ ସାଙ୍ଗେ କରିନାହାନ୍ତି ମୁଁ କିଛି କରିନି ଖାଲି ଯାଇଥିଲା ସେଠୁ କହିଲା ମୁଁ ତ ବାଧ୍ୟ କଲେ ମୁଁ ଆଉ ତାଙ୍କୁ କିଛି କହିନି ମୋ ସାଙ୍ଗେ ମିଶିଲେ ଆଉ ମୁଁ କାହିଁ କଣ ପାଇଁ ତୋର ଯଦି ତୋର ରକ୍ତ ମାଂସ ଶରୀର ଅଛି ତୁ ଚାହୁଁଛୁ ତୁ ଗୋଟେ ମ୍ୟାରେଜ କରିଯା ଆମର ଏତେ ସିକ୍ୟୁରିଟି ଗାର୍ଡ ଅଛନ୍ତି ଯେ ତୁ ତାଙ୍କ ଭିତରେ କାହାକୁ ପସନ୍ଦ କରୁଛୁ କହୁନୁ ମୁଁ କହିଦେବି ସେ ତୁମରି ଆମରି କାଷ୍ଟରେ ଯାଆନ୍ତୁ ବ୍ରାହ୍ମଣ ପିଲା ଯାଆନ୍ତୁ ନା ଖଣ୍ଡା ଥିବ ତୋ ଯାଆନ୍ତୁ ମିଶନ୍ତୁ
ତ ନା ହାଇଟ୍ ନା ହାଇଟ୍ ସେଟା ମାନେ ବାହା ହେଇଯାଉଛି ସେ ତୁ ବିଧବାଟା ଫେର ହଇରାଣ ହବ ନା। ତୁ ପିଲା ଛୁଆ ରହିଯିବ ପୁଣି ଅସୁବିଧା ହବ। ହଁ ନା ସାର୍ ସେମିତି କିଛି ହବନି। ମୁଁ ତାହେଲେ ଠିକ ଅଛି ତୁ କଣ କରୁଛୁ କରେ। ନା ସାର୍ ମୁଁ ସେମିତି କିଛି କାହା ସହିତ କରୁନି ସାର୍ ଆପଣ ଯୋଉଟା ଭାବୁଛନ୍ତି। ଠିକ ଅଛି ଇଏ ତା ପାଇଁ ପାଗଳ ହେଲା। କିଏ ଇଏ ଝିଅ ନା? ଝିଅ ବି ପାଗଳ ସେ ବି ଧବଳ ବି ପାଗଳ। ସ୍ତ୍ରୀ ସ୍ତ୍ରୀ ହଁ ଧବଳ ସ୍ତ୍ରୀ ଧବଳ ସ୍ତ୍ରୀ ଜାଣିଲେ ତା ଘରେ ବିଶୃଙ୍ଖଳା ସୃଷ୍ଟି ହଉଛି। ଭାବୁଛି ତାକୁ ଦିନେ ଦି ପରେ ତାକୁ ସେପଟୁ ପଠେଇକି ଏପଟୁ ସେପଟୁ ଜୟଶ୍ରୀ କି ଏପଟକୁ ନେଇ ଆସିବି। ଜୟଶ୍ରୀ ଯାଉଛି ଆରଡି ଛକରୁ। ଜୟଶ୍ରୀ ଯୋଉ କାଳିଇ ତ? ହଁ ହଁ ଜୟଶ୍ରୀ ଯୋଉଟା ଏଇ ଯୋଉ ଛିଡା ହେଇଥିଲା ମୁହଁ ପୋତିକି ହୁଁ ତା ପିଠିରେ ମୁଁ ହାତ ମାରିଲି। ହୁଁ ସେଇଟା ସେଟା ମୁଁ ମନେ କଲେ ସେ ନେଇଯିବେ ତାକୁ କହୁଛି ପଳେଇ ସେପଟକୁ ସେ ପଳେଇବ ସେପଟକୁ ଆଉ ଫୁଟେଇ କଣ ଯାଉତା ଫଟେଇ ସେପଟକୁ ରହୁତା। ଗୋଟେ ଦିନ ପଠେଇ ସେ ଘରେ ତାକୁ ନେଇ ଛାଡିଲା ତାକୁ ଆଣିଲା। କାହାକୁ ନେଇ ଛାଡିଲା? ଏଇ ପଣ୍ଡାକୁ ନେଇକି ଛାଡିଲା ପଣ୍ଡାକୁ ଆଣିଲା ସେଇ ଧବଳ। ଯାଇଥିଲା ହୁଁ ଆପଣ କାହିଁ ମନା କଲେନି ତାଙ୍କୁ? ନା ପରେ ମୁଁ ଜାଣିଲି ନା ତାର ମୋର ଦରକାର ଡ୍ୟୁଟି। ତାର ଯିଏ ଯାହା ସାଙ୍ଗରେ କଣ ତାକୁ ମୁଁ ଶୁଣିଲି ଯେ ମତେ ନିର୍ମଳ ଧବଳ ଯାଇଥିଲା ତାକୁ ଛାଡିଲା। ଧବଳ ଯାଇକି ଆଣିଲା। ତାଙ୍କୁ ଆପଣ ଯେତେ ଯାହା ପାରିବେନି ସେ ତା ସହ ପୁରା ପୁରି ସ୍ୱାମୀ ସ୍ତ୍ରୀ ଭଳିଆ ହେଇକି ରହୁଛନ୍ତି। ଧବଳ ନାଇଟ୍ ଡ୍ୟୁଟି ଯେତେ ଯାଉଛି ସେ ଖାଲି ଦସ୍ତଖତ କରିଦଉଛି। ରାତି ନିର୍ମଳ 12ଟା କୋଉଠି ଭଲ ନମିତା ପାଇଁ ଖାଲି 12ଟା ଗୋଟେ ବେଳେ ଯାଉଛି ତାପରେ ଶୋଇକି ଆସୁଛି 3ଟା 4ଟା ବେଳେ ପଳେଇ ଆସୁଛି। ମୁଁ ତା ନମିତା ପେ ନମିତା ବା କଣ ହେଲା କି ନମିତା ନିର୍ମଳ ସବିତାକୁ କରିଥିଲା। ହେଲା ସବିତା କିଏ ପଣ୍ଡା? ସବିତା ନାୟକ। ସବିତା ନାୟକ ଆଉ ଗୋଟେ ଚେନା ଗୋଟେ ନା? ହଁ ଆଉ ଗୋଟେ ନାଟେ ତାକୁ ସେ କରେ ଧରେ ରଖେ ତା ଘରେ ହେଲା। କରୁଥିଲା ଯେତେ କରୁଥିଲା ତାହେଲେ ନମିତା ଯେତେ ଆସିଲା ନମିତା ତ ଆଗରୁ ନିର୍ମଳ ସହିତ ଥିଲା। ପୂର୍ବରୁ କରୁଥିଲା ନମିତା ୟାକୁ ଛାଡିଲା ଛାଡିଲା ପରେ ନମିତା ସହିତ ମିଶିଲା। ନମିତାକୁ ଭିଡିଓ କଲ୍ କରିବା ତାକୁ ବିଭିନ୍ନ ଇଏ କରିବା ଏଟା ଦେଖିଲା ଦେଖି ନମିତାକୁ ଶୋଧିଲା। ନମିତାକୁ ସୋଧିଲା ବେଳେ ଇଏ ଯାଇ ତାଙ୍କ ଘରେ କହିଲା। ତା ଘରେ ତା ସ୍ତ୍ରୀ କଥା କହିଲେ ତା ସ୍ତ୍ରୀ କହିଲା ନା ସେ ନିର୍ମଳ ଶୋଧୁନି। ନିର୍ମଳ ପଚାରିଥିବ ନିର୍ମଳ କହିଲା ମିଛ କଥା। ସେଠୁ ୟା ପଛରେ ପଡିଗଲା। ସବିତା ପଛରେ ସବିତା ପଛରେ ପଡି ସବିତା ପଛରେ ପଡିଗଲା ଯେମିତି କହିଲା ତାକୁ ବାହାର କର ଇଏ କର ସିଏ କର ଆଉ କଣ। ସବିତା ଆସିକି ମତେ କାନ୍ଦିଲା କାନ୍ଦିକି କହିଲା ମୁଁ କଣ ମୁଁ ନାହିଁ ମୁଁ ତତେ ବାହାର କରିବାର ନାହିଁ ତୁ କାମ କର କିଏ କଣ କହିବ କାହା କଥା ମୁଁ ଶୁଣେ ନାହିଁ ତୁ ଠିକ କର ତୋ ଛୁଆକୁ ପାଠ ପଢା ମଣିଷ କର ବାସ୍ ଏତିକି ଜାଣିଥା। ଆଉ ସିଏ ଯେ ତାକୁ ନେଇକି କରୁଛି କି ଧରୁଛି ଯାହା କରୁଛି ତୁ ଆଖି ବନ୍ଦ କରିଦଉନୁ କହିଲା ମୁଁ ଭାଇ ଭଳିଆ ତାକୁ ଭାବୁଥିଲି ମୋ ଭାଇ ମାରିବ ତୋ ବାପ ତୋ ମା ପେଟର ଛୁଆ ନା ସିଏ ଭାବୁଥିଲି ଛାଡେ ତାଙ୍କୁ ତୁ ତୋର ଇଏ କର ଆଖି ବନ୍ଦ କରିଦେ। ସେ ତା କରୁ ଯେତେବେଳେ ସେ କରୁଥିବ ତାଙ୍କୁ ଆଉ ଟିକେ ସୁଯୋଗ ଦବୁ କହିଦବୁ ଏଇ ସିଭିଲ ଡ୍ରେସ ରେ ପଳେଇ ଆଉଛି ସୁପରଭାଇଜର ସେ ଇଏ ସିଏ ଖାସ ହେଇଯାଉଛି ଏଇ ସିଭିଲ ଡ୍ରେସ ରେ ପଳେଇ ଆସୁଛି ଗୋଟେ। ମନା ସୁପରଭାଇଜର କରିଛି ରହିଯାଉଛି ମନା କରିଦେଇଛି ମନା କରି ସିଭିଲ ଡ୍ରେସ ରେ ସୁପରଭାଇଜର ରହିବେନି। ଏ ଛୁଟି ଦିନ ରହୁଥିଲେ ତ ମନା କରିଛି ମୁଁ। ଛୁଟି ଦିନ ନୁହେଁ ସେ ଆସୁଛି ତା ଡ୍ୟୁଟି ନାହିଁ ସିଏ ଆସୁଛି କାହିଁକି? ତା କାମ କଣ? ସେ ବା ପଣ୍ଡା ଥିଲା ଆଉଟଡୋର ର। ସେଇଥିପାଇଁ ଆସିବା ହଁ ସେଇଥିପାଇଁ ଆସିଥିଲା ବା ପଣ୍ଡା ଯୋଉଠି ରହିବ ସେ ସେଠି ମରିବ ଯାଇକି। ରାତିରେ କରିବ ଦିନରେ ତଥାପି ତାକୁ ଛାଡିକି ରହିବନି। ଆଜି ନାଇଟ ଥିଲା ତାର ବୁଝିଲ ନା ନାଇଟ ମୁଁ କାଟିଦେଲି। ପଣ୍ଡା ଥିଲା ନାଇଁ ଧବଳର। ନାଇଟ୍ କରିକି ଯାଇକି ପଣ୍ଡା କତିରେ ଶୋଇଥାନ୍ତା ଠିକ 12ଟା ବେଳକୁ ପଳେଇବ ବା। ପିଲା କହିଛି ସେ 12ଟା କୁଆଡେ ପଳେଇଯିବ 4ଟା ବେଳକୁ ଆସୁଛନ୍ତି। ନା କହିଲେ ମୁହଁ ଦେଖେଇଲେ ସେଇ ଯୋଉ ଛୁଆ କହୁଛନ୍ତି ଷ୍ଟାର୍ଟିଂ ଛୁଆ ଧବଳ କଥା କାଇଁ କହୁଛୁ ମୁହଁ ଦେଖେଇଦବ ସାର୍ ଆସୁଛନ୍ତି ସାରଙ୍କ ପାଖକୁ ଆସିଲେ ସାର ପଳେଇବେ ପଛରେ ଯା ପଳା। ହଁ ସେ ବା ସେୟା କରେ ସେ ଏବେ ପଢୁଛି ସେ ଧବଳ ତାର ସେ ରୋଷେଇ କରି ଖାଇଦେଇକି ଶୋଇଥିବ ଇଏ ଯିବ 10:30 11ଟା ବେଳେ ଯିବ ଯାଇ ତା ଶୋଇଲା ସେ ପିଲାଙ୍କୁ ପଚାରିଲା କହିଲା ମୁଁ ଯାଉଛି ସେପଟେ ମେଡିକାଲ ପେଟ୍ରୋଲିଂ କରିବାକୁ ଯାଉଛି। ଆଉ ତା ଗଲା ତା ଶୋଇଲା ଉଠିଲା ଭୋର ଭୋର ଉଠିକି ଆସିଲା ଶୋଇଲା କଣ। ଆଉ ତ ଆଜିକାଲି କନେ କଣ ଛୁଆ ରହୁଛି ନା ଆମ କଣ୍ଡମ ଲଗେଇଲା ମେଡିସିନ ଖାଇଲା ଏଇ ଯେମିତି ରିନା ପଣ୍ଡା ଏତେ ସେ ଛୁଆ ରହିଲା ନା କଣ୍ଡମ ଲଗେଇଲା ମେଡିସିନ ଖାଇଲା ଆଉ ସବୁ ତ ସେ ଚାଲିଛି ଆଉ କଣ।
ଆଉ ସୁଷମା ସେମିତି ଥିଲା। ସୁଷମାକୁ ଡାକି ଅଫିସ ସଦାସତି କରି ପରିବର୍ତ୍ତନ ହେଇଗଲା। ସୁଷମା କିଏ? ପତଳୀ ଝିଅଟା ଦେଖିବ ଛାତିରୁ ବଟା ମୋଟେ ଦେଇନଥିବ। ସୁଷମା ହଁ ସେ କୋଉଠି ରହି ଗୋଟେ କଣ? ସେ କରୁଛି ମ୍ୟାକ୍ସିମମ୍ ଟାଇମ୍ ଏଠି ସର୍ଜରୀ ଏଇ କହନ୍ତି ଆମର ସର୍ଜରୀ ସେକ୍ଟର ଯାଏ। ହଜାରେ କେତେ ସର୍ଜରୀ ଲୋକଟା ନା ପତଳା ଛୁଆଟେ 45 ଯେମିତି ହବ। ମ୍ୟାରେଜ କରିଛି? ନା ହୁଁ। ମ୍ୟାରେଜ କରିନାହିଁ। ମ୍ୟାରେଜ କରିବ, ମ୍ୟାରେଜ ପରେ କାମ ସାରି ଦେଇଛି। ସେ ମେଡିକାଲ ଗୋଟେ କଷାଗଲା। ମୁଁ ତ ଦେଖିନି ପତଲି ଝିଅଟେ ବୋଧେ। ହଁ ପତଳା ସେକ୍ସି ଝିଅଟେ। ଏଇ ଯୋଉ ଆଉଟଡୋର ପଡିଥିଲା ନା ରଙ୍ଗ ଖେଳ ଦିନ। ନା ସେଇଟା ତ ରଙ୍ଗ ଖେଳା ଯାଇଥିଲା। ସେ ତୁମକୁ ଜଗେଇ ଦେଇକି ପଳେଇଲା ରଙ୍ଗ ମାରିକି ଆଇଲା। ଯିଏ ଆଉ ରଙ୍ଗ କରୁଛନ୍ତି ନା ଡ୍ୟୁଟି ସେ? ଆଉ ଥିଲେ ବା ଆଉ ଯୋଉ ଦିଟା ଥିଲେ ବର୍ଷା ଥିଲା। ବର୍ଷା ଟା ଭଲ। ବର୍ଷା ଝିଅଟା ଭଲ ଝିଅଟା। ଆଉ ପ୍ରଭାତ ରଶ୍ମିତା ଥିଲା। ପ୍ରଭାତୀ ରଶ୍ମିତା ଆସୁଛନ୍ତି? ତାଙ୍କୁ ବନ୍ଦ କରାଯାଇଥିଲା। କାଲି ଆଜି ଆସିଛି ଡ୍ୟୁଟି। ଦି ଜଣ ଆସୁଛନ୍ତି? ହୁଁ ଦି ଆଜି ଆସିଛି। ସେ କରନ୍ତୁ ତାଙ୍କୁ ଟିକେ ମଝିରେ ମଝିରେ ମିଟିଂ ଡାକି ନା କହିଦବା। ମଝିରେ ମଝିରେ ତାଙ୍କୁ ତାଗିଦ ନ କରେ କି ମଝିରେ ଡ୍ୟୁଟି ଗୋଟେ ଦି ଦିନ ବନ୍ଦ ହବ ସୁଧରିବେନି। ହେଲା ସେ ଜାଣିଛନ୍ତି ମୋ କଥା ଆଗରୁ ଜାଣିଛନ୍ତି ଇଏ କିଛି କହିବନି। ଯଦି କହିବ ଯଦି ବାହାର ପଟୁ କରିଦବ ନଚେତ ପୁଣି ଡାକିକି ପୁଣି ଦବ ଡ୍ୟୁଟି। କହିଲେ ତାଙ୍କ ସେଥିପାଇଁ ମନ ରହି ଯଦି କାଢି ଦେଇଥିବେ ତାଙ୍କ ମନ ରହିଲେ ଫେର ଇଏ ପକେଇ ଦେଇଥିବେ ଏଇ ପଣ୍ଡା କଥା ଏ ପଣ୍ଡାଟାକୁ ମଝିରେ ଥରେ ବସେଇଦେଲି ଏଇଥିପାଇଁ ବସେଇଦେଲି। ପୁଣି ଆସିଲା କାମ ଡ୍ୟୁଟି କଲା ପୁଣି ସେଇ ଧନ୍ଦା କଲା। ଏବେ କୋଉ ଧନ୍ଦା ନ କରୁଛି ଏବେ ବି ସେଇଆ କରୁଛି ଆପଣ ନମିତା ମତେ ସେଦିନ ଆସିକି କହିଲା ସାର୍ ମୋ ଉପରେ ରାଗିଛନ୍ତି। ମୁଁ କହିନି ନା ମୁଁ କାଇଁ ରାଗିବି ମୁଁ କାହା ଉପରେ ତ ରାଗେନି। ନା ସେ ଆପଣ ଆସୁଛନ୍ତି କଥାବାର୍ତ୍ତା କରୁନାହାନ୍ତି ଆମ ସହିତ। କଥାଟା ଜରୁରୀ ପଡିଲେ କଥାବାର୍ତ୍ତା କରିବି ନହେଲେ ନାହିଁ କାଇଁ କଥାବାର୍ତ୍ତା କରିବି। କିଛି ନାହିଁ ମୋର ଡ୍ୟୁଟି କର ତୁମେ ତମ ଡ୍ୟୁଟି କର କଣ କରିବା ନ କରିବା ସେଟା ମୋ ଉପରେ ଡିପେଣ୍ଡ କରୁଛି। ସେ ପଳେଇଗଲା ଇଏ ରାଗିଛନ୍ତି ଆଉ ଭଲ କଥାବାର୍ତ୍ତା କଲେ କାଇଁ ଆଜି ଏମିତି କଥାବାର୍ତ୍ତା କଲେ ସେ ପଳେଇଗଲା। ନମିତାକୁ ସେ ନିର୍ମଳ କରୁଛି ପଣ୍ଡାକୁ ସେ କେମିତି ଧବଳ କରୁଛି। ଆଉ ଝିଅ ଅଛନ୍ତି ସେମିତି କିଛି ଜଣା ଯାଉନି। ଦିଦିଟା ପୁରା ନାଇଁ ନା ସେ ଦିଟା ଜଣା ପୁରା ବେକାର ହେଇଯାଇଛନ୍ତି ପୁରା ଇଏ ଦିଟା ପୁରା ବେକାର। ବେକାର ଖାଲି ଛୁଆଙ୍କୁ ଖାଲି ଧମକେଇକି କାମ କରଉଛନ୍ତି ସେଠି। କାଲି ସକାଳେ ପଳେଇ ଆସିବ ନା ରୁମକୁ? ସକାଳେ କାଲି ରୋଷେଇବାସ କରିଦେଇଥିବି କାଲି କେତେ କାମ ଅଛି ଆଉ ଦେଖିବା। ଆଉ ତୁମେ ରୋଷେଇ କରିବନି ଆଇଁଷ କାଲି ଶନିବାର ଆଇଁଷ ଖାଇବ? ନା ନା ଆଉ ଆମର ଶନିବାର କି କିଛି ବାର ଆଇଁଷ ମାଇଁଷ ଖିଆ ହୁଏନି ଖାଲି ଏଥରକ ଆଇଁଷ ଟୋଟାଲି ଖାଉନାହିଁ ଆମର ଆଇଁଷ ହଉନି। ତାହେଲେ ଶନିବାର ଆପଣ ବି ଖାଉଛନ୍ତି? ନା ଶନିବାର ମୁଁ ଖାଏନି ଯଦି ତୁମେ ଯଦି ଖାଇବ ନେଇ ଆସିଥିବି। ନା ମୁଁ ଆଇଁଷ ଖାଏନି 4 ମାସ ବି ଖିଆ ହବନି। ଓହୋ ଦେଶୀ ଅଣ୍ଡା? ହୁଁ ଦେଶୀ ଅଣ୍ଡା ଆପଣ ଖାଇଛନ୍ତି ସେଟା ଆଇଁଷ ନୁହେଁ କି? ନା ଦେଶୀ ଅଣ୍ଡା କ୍ୟାଲସିୟମ ଅଛି ଖାଇବ କାଲି ହେଲା। ନା କାଲି ନା ଦେଶୀ ମୁଁ ଅଣ୍ଡା ଖାଏନି ଦେଶୀ ଅଣ୍ଡା। ମୁଁ ତ ଆସ ସନ୍ତୋଷୀ ମାଙ୍କ ବ୍ରତ କରୁଛି। ତମେ ବା ସୋମବାର ଶୁକ୍ରବାର ଖାଉନ ସିନା। ନା ଆଉ ନା ମାନେ ମୁଁ 4 ମାସ ଖାଇବିନି ଷୋହଳଟା ଓହୋ ହୋ ଶୁକ୍ରବାର କରିଛି ଓହୋ ହୋ ତାର ମୋ ମନେ ରହୁନି ଠିକ କଥା କହୁଛନ୍ତି ପିଲା ଆଉ ଓହୋ ଆଜି କଥା ନା କାଲି ମନେ ନାହିଁ। ହଁ ନା ମୁଁ ଜାଣିଛି ସନ୍ତୋଷୀ ମାଁ ବ୍ରତ କରୁଛ। ତାହେଲେ ଏଠିକି ସନ୍ତୋଷୀ ମାଁ ମନ୍ଦିର ଯାଉଛ ନା? ଆଉ ମୁଁ ସବୁବେଳେ ଯାଏ ଦୀପ ଫିପ କୋଉଠି ଲଗେଇକି ଆସେ। ବାଇପାସରେ ନା? ହଁ ଦୀପ ଓହୋ ଲଗେଇ ବହି ପଢିକି ଆସେ। ଆଜି ଯାଇଥିଲ? ହୁଁ। ଓହୋ ଓହୋ ସକାଳୁ ଯାଇକି ଘର ଟି ପୂଜା କଲି ମନ୍ଦିର ହେଇକି ସକାଳ 5ଟାରୁ ଉଠିଲି। ହୁଁ। ହଁ ଆଉ ବାଇଗଣ ଉଠିକି ବାରି ଗଲି ତାପରେ ତୋଳିଲି ପଣସ କାଟିଲି ହୁଁ ଆପଣଙ୍କ ପାଖକୁ ଦେବି ବୋଲି। ହଁ ଘରଣୀ କାମ ବଢିଆ କରିବ। ଆଉ ଯୋଉ ସେଇ ଯୋଉ ଦିଦି ରୋଷେଇ କଲେ ନା ପଣସ ନା ଅଛି ପଣସ କଠା ଅଛି ମୁଁ ଏ ଦେଖିନି ପଣସ ଜରିରେ ଅଛି ବାଇଗଣ ମୁଁ ସେ ଡାଉଟ କରିନି।
ଇଏ ମିତା ଆଣିଥିବ ପୁରା ଇଏ ନାନ୍ତି ଅମିତା ଅମିତା ଆଣିଛି ପୁରା ବାଇଗଣ ବାଇଗଣ। ସେ ବଢିଆ ବାଇଗଣ ତାକୁ ପୋଡିକି ଚୋଖା କରି ଖାଇକି ବଢିଆ ଲାଗିବ ପୁରା ମାନେ ଦେଶୀ ଘିଅ ବାଇଗଣ ତା କାଲି ତୁମେ କଞ୍ଚା ଏଇଠି ସବୁ। କାଲି ପଳେଇ ଆସିବ ଏଇଠି ଖାଇକି ଯିବ ଡ୍ୟୁଟି ହେଲା। 11ଟା ଖାଇବା 12ଟା ପଳେଇ ଆସିବ 11ଟା 12ଟା ପଳେଇ ଆସିବ। କାଲି ଦେବଜାନ ଦିଦି ଆସିବି। ହଁ ହଉ ସେଇ ଯୋଉ ଝିଅ କାଲି ସେ ଟାକୁ ଆସିବେ। ଡକ୍ୟୁମେଣ୍ଟ ଆଣି 10ଟାରେ କହିଦେଇଥିଲି ଆପଣ କହିଲେ ଆଁ ସେ ଯୋଉ ଦେଲପୁର ଝିଅ ଟା ହଁ ଡକ୍ୟୁମେଣ୍ଟ ନେଇକି ଯିବ। ହଁ କାଲି ଆସିବ। ଆଜ୍ଞା ହଉ ରହୁଛି ବାଏ। ଆଜ୍ଞା।